परम प्राप्ति न हेबा पर्यंत केवल आपण माने नुहंती, प्रत्येक जीव कयदी। आपण माने निजको हीन मने करंतु नाही। आमे समस्ते परमात्मांकर संतान। जेपरि आपण माने एही कारागार को स्वाधीन भावरे न आसी पराधीन होई आसिचंती, सेहीपरि आम्भे माने समस्ते ए संसार को पराधीन होई आसिछे एवं एठाको आसी निज निजर पूर्वकृत कर्मर फल भोग करुछे। जे पर्यंत आमे कर्म गुड़िकर अधीन होई से गुड़िकर फल भोग करुछे, से पर्यंत आमे निश्चिंत रूपे कयदी। मनुष्य जोनि एपरि एक जोनि जेउथिरे आसी जीव परमात्मा तत्व प्राप्त करिपारिबो। सबुदिन पाई स्वाधीन हेबाकू ओ पराधीनतार श्रृंखल छिन्न करिबाकू आमको मनुष्य शरीर मिलिछि। एथिरे सुख और दुख रूपक दुई प्रकार भोग भोगिबाकू पड़े। मनुष्य सुख भोगरे निजको स्वाधीन मने करे एवं दुख भोगरे पराधीन मने करे। मात्र यह मूर्खता। जदि आमे सुख भोगिबारे स्वाधीन होइथान्ते तेबे केवल सुख ही भोग करन्ते, आदौ दुख भोग करन्ते नाही। किंतु यह आम हातर कथा नुहे। आमको सुख और दुख उभय भोगिबाकू पड़ुछि। दुख भोगर एक विशेषत्व रहिछि। सुख भोगरे तो निजर पुण्य क्षय हुए, किंतु दुख भोगरे पाप क्षय हुए। आपण माने एठाको पाप क्षय करिबा पई आसिछंती। कोनोसी ना कोनोसी पाप थिबारु ही मनुष्य कारागार को आसे। कारावासर समय जेतिकी दिन सेतिकी दिन कारावास दंड भोग कले पाप नष्ट हो जाए एवं पाप नष्ट हेले मनुष्य पवित्र हुए। तेणु वर्तमान आपण मानंकु मते और समस्तंकु पाप, अन्याय, दुर्गुण, दुराचार एवं कौनसी प्रकार शास्त्र मार्जता विरुद्ध कर्म न करिबा उचित। एही शिक्षा आपण मानंकु क्रिया रूप रे मिलुछि। कारागार एक शिक्षालय। भविष्यत रे आउ सेपरि पाप न करिबा पई एठारे शिक्षा मिले। संसार रे रोग द्वारा, क्षति हेबा द्वारा, अपमान और निंदा हेबा द्वारा जे दुख मिले ताहा शिक्षा देबा पई मिले जे आमे कौनसी समय रे निश्चित रूपे पाप करिथिले एवं एही दुख ही ताहारी फल। तेणु भविष्यत रे आउ केबे सेपरि पाप न करिबा पई एथिरु शिक्षा नेबा उचित। पूर्व पापर फल भोग करिबा द्वारा सेही पाप नष्ट होई जाए एवं पाप नष्ट होई गले आमे शुद्ध और निर्मल होई जाऊ। ଯେଉଁ ସବୁ ଅନୁକୂଳ ପରିସ୍ଥିତି ଆସେ, ଲାଭ ହୁଏ ଓ ଧନ ମିଳେ, ସେ ସବୁ ପୁଣ୍ୟର ଫଳ। ଯେଉଁ ସବୁ ପ୍ରତିକୂଳ ପରିସ୍ଥିତି ଆସେ, କ୍ଷତି ହୁଏ, ରୋଗ ହୁଏ ଓ କେହି ମରିଯାଏ, ସେ ସବୁ ପାପର ଫଳ। ପୁଣ୍ୟର ଫଳ ଭୋଗିବା ପାଇଁ ଆମେ ସ୍ୱର୍ଗକୁ ଯାଉ ଏବଂ ସେଠାକାର ସୁଖ ଭୋଗ କରୁ। ସୁଖ ଭୋଗ କରିବା ଦ୍ୱାରା ପୁଣ୍ୟ କ୍ଷୟ ହୁଏ ଏବଂ ପୁନଶ୍ଚ ମୃତ୍ୟୁ ଲୋକକୁ ଆସିବାକୁ ପଡ଼େ। ଦୁଃଖରେ ପାପ କ୍ଷୟ ହୁଏ ଓ ସୁଖରେ ପୁଣ୍ୟ କ୍ଷୟ ହୁଏ। ସୁଖ ଭୋଗିବା ଦ୍ୱାରା ପୁଣ୍ୟ ତ କ୍ଷୟ ହୁଏ, ତତ୍ସହିତ ନିଜର ସ୍ୱଭାବ ମଧ୍ୟ ଖରାପ ହୁଏ, ଯଦ୍ୱାରା ପାପର ବୀଜ ବପନ ହୋଇଥାଏ। ମାତ୍ର ଦୁଃଖରେ କେବଳ ଲାଭ ହିଁ ହୋଇଥାଏ, କୌଣସି କ୍ଷତି ହୁଏ ନାହିଁ। ଯେତେ ବି ଦୁଃଖ କଷ୍ଟ ଆସେ, ସେସବୁ ପୂର୍ବ ପାପ ଗୁଡ଼ିକୁ ନଷ୍ଟ କରେ ଏବଂ ଭବିଷ୍ୟତ ପାଇଁ ସାବଧାନ କରାଏ। ରାଜା ହେଉଛନ୍ତି ପ୍ରଜାଙ୍କର ପିତାମାତା। ସେ ପ୍ରଜାଙ୍କର ହିତାକାଂକ୍ଷୀ। ତେଣୁ ଆପଣଙ୍କ ଜୀବନରେ ଯେପରି କୌଣସି ଦୋଷ ନ ରହିବ, ଆପଣ ଯେପରି ପବିତ୍ର ହୋଇଯିବେ, ସେଥିପାଇଁ ସେ ଆପଣଙ୍କୁ ଏଠାରେ ରଖିଛନ୍ତି। ଆପଣମାନେ କାରାବାସକୁ ଆସି ପରାଧୀନ ହୋଇଗଲେ ବୋଲି ଭାବନ୍ତୁ ନାହିଁ। ଏହାକୁ ଶିକ୍ଷାଳୟ ମନେ କରନ୍ତୁ। ଏଠାରେ କ୍ରିୟାତ୍ମକ ଶିକ୍ଷା ଦିଆଯାଏ। ଏହା ଖରାପ ସ୍ଥାନ ନୁହେଁ। କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ତେଣୁ ସଭ୍ୟ ଲୋକେ କାରାଗାରକୁ କୃଷ୍ଣ ଜନ୍ମସ୍ଥାନ କହନ୍ତି। କାରାଗାରରେ ଅବତରିତ ହୋଇ ମଧ୍ୟ ଭଗବାନ ଶ୍ରୀକୃଷ୍ଣ କେତେ ବଡ଼ ହୋଇପାରିଲେ? ତାଙ୍କର ଉପଦେଶ ଶ୍ରୀମଦ୍ ଭାଗବତ ଗୀତାକୁ ବିଦେଶୀ ଲୋକ ମଧ୍ୟ ସମ୍ମାନ ଦିଅନ୍ତି। ଯେଉଁ ଲୋକ ବିଦ୍ୱାନ ହୋଇଥିବେ, ସେ ନିଶ୍ଚୟ ଗୀତାକୁ ସମ୍ମାନ ଦେବ। ଏଠାରେ ଆପଣମାନଙ୍କର ବହୁତ ଉନ୍ନତି ହୋଇପାରେ।
ଏଠାରେ ରହି ଭଲ କାମ କରନ୍ତୁ, ଉତ୍ତମ ବ୍ୟବହାର କରନ୍ତୁ, ସମସ୍ତଙ୍କର ସେବା କରନ୍ତୁ, ସମସ୍ତଙ୍କୁ ଆଦର କରନ୍ତୁ ଏବଂ ସମସ୍ତଙ୍କୁ ସୁଖ ଦେବା ପାଇଁ ଉଦ୍ୟମ କରନ୍ତୁ। ଏଠାରେ ଆପଣମାନେ ବିଭିନ୍ନ କାମଧନ୍ଦା ମଧ୍ୟ ଶିଖୁଥିବେ। ଏହାଦ୍ୱାରା ବହୁତ ଲାଭ ହୁଏ। କୌଣସି ବିଦ୍ୟା ଶିଖିଗଲେ ତାହାଦ୍ୱାରା ଆପଣମାନେ ଜୀବିକା ଉପାର୍ଜନ କରି ପେଟ ପୋଷି ପାରିବେ। ଅବଶ୍ୟ ଏଠାରେ ଆପଣମାନଙ୍କ ଉନ୍ନତି ପାଇଁ କ'ଣ କ'ଣ ସୁବିଧା ମିଳୁଛି ସେ ବିଷୟରେ ମୁଁ ଜାଣିନାହିଁ। ତଥାପି ମୁଁ ଆଉ କେତେକ ସ୍ଥାନକୁ ମଧ୍ୟ ଯାଇଛି ଓ ଜାଣିଛି। ଥରେ ବିକାନେର କାରାଗାରକୁ ଯାଇଥିଲି। ସେଠାରେ କଏଦୀମାନେ ସୁନ୍ଦର ସୁନ୍ଦର ଦରି, ଗାଲିଚା ଆଦି ତିଆରି କରିଥିଲେ। ଏତେ ସୁନ୍ଦର ସୁନ୍ଦର ଜିନିଷ ତିଆରି ହେଉଛି ଯେ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି। ମହାରାଜ ଗଙ୍ଗା ସିଂହ ବିକାନେରର ରାଜା ଥିବା ସମୟରେ ଥରେ ଇଂଲଣ୍ଡ ଯାଇଥିଲେ। ସେଠାରେ ସେ ବହୁତ ପଇସା ଦେଇ ଗୋଟିଏ ଗାଲିଚା କିଣିଲେ। ସେଠାରୁ ଫେରି ସେ ବିକାନେର କାରାଗାରକୁ ଗଲେ ଏବଂ ଗାଲିଚା ବୁଣା ବିଭାଗର ଅଫିସରଙ୍କୁ ଡାକି କହିଲେ, ଏ ଗାଲିଚାଟି ମୁଁ ଇଂଲଣ୍ଡରୁ ଆଣିଛି। ଏପରି ଗାଲିଚା ଆମର ଏଠାରେ ମଧ୍ୟ ତିଆରି କର। ଗାଲିଚା ଦେଖି ଅଫିସର ଜଣକ କହିଲେ, ମହାରାଜ, ଏ ଗାଲିଚା ତ ଆମ ଜେଲରେ ତିଆରି ଜିନିଷ। ସେଠାକୁ ଯିବାରୁ ଅଧିକ ଦାମ ହୋଇଯାଇଛି। ଏଇ ଦେଖନ୍ତୁ ଜେଲରେ ତିଆରି ହୋଇଥିବାର ଚିହ୍ନ। ଏଠାରେ କାମ କଲାବେଳେ ଆପଣମାନେ ପରବଶ ହୋଇ କାମ କରୁଛନ୍ତି ବୋଲି ଭାବୁଥିବେ, କିନ୍ତୁ ଏ କାମ ଆପଣମାନେ ଶିଖିଗଲେ ଏହି ବିଦ୍ୟା ଆପଣମାନଙ୍କ ସାଙ୍ଗରେ ଯିବ। ଏହି ବିଦ୍ୟା ବଳରେ ଆପଣମାନେ ଯେଉଁଠି ରହିବେ ସେଇଠି କାମ କରିପାରିବେ। ବଡ଼ ବଡ଼ ଧନୀ ବ୍ୟବସାୟୀମାନଙ୍କ ଆଗରେ ଯଦି ଆପଣମାନେ କହିବେ ଯେ ଆମକୁ ଅମୁକ ଅମୁକ କାମ ଜଣା, ତେବେ ସେମାନଙ୍କ ସହାୟତାରେ ଆପଣମାନେ ବହୁତ ଉନ୍ନତି କରିପାରିବେ। ଏଠାରେ ରହି ଆପଣମାନେ ଉତ୍ତମ ବ୍ୟବହାର ଶିଖନ୍ତୁ। ଅନ୍ୟମାନଙ୍କର ଆଜ୍ଞାଧୀନ ହୋଇ ରହିବା ଉନ୍ନତିର ଉତ୍ତମ ପନ୍ଥା। ମୋ କଥା ମନ ଦେଇ ଶୁଣନ୍ତୁ। ଦୁଷ୍ଟମାନଙ୍କର ଅଧୀନ ହେଲେ ବ୍ୟକ୍ତି ଦୁଃଖ ପାଏ, କିନ୍ତୁ ଯିଏ ସଜ୍ଜନମାନଙ୍କର ଅଧୀନ ହୁଏ ସେ ସ୍ୱାଧୀନ ହୋଇଯାଏ ଓ ସୁଖ ପାଏ। ଆଜି ଯେଉଁମାନେ ବଡ଼ ବଡ଼ ବିଦ୍ୱାନ ହୋଇଛନ୍ତି ସେମାନେ ପିଲାବେଳେ ବିଦ୍ୱାନଙ୍କର ଅଧୀନ ହୋଇଥିବାରୁ ହିଁ ଆଜି ନିଜେ ବିଦ୍ୱାନ ହୋଇପାରିଛନ୍ତି। ଆଜି ଯେଉଁମାନେ ସନ୍ଥ ମହାତ୍ମା ହୋଇଛନ୍ତି ସେମାନେ ନିଜ ନିଜର ଗୁରୁଜନମାନଙ୍କ ସେବା କରି ସେମାନଙ୍କର ଅଧୀନ ହୋଇ ସନ୍ଥ ମହାତ୍ମା ହୋଇଛନ୍ତି। ବଡ଼ ବଡ଼ ଉଚ୍ଚ ସ୍ତରର ମହାପୁରୁଷମାନେ ମଧ୍ୟ ବାଲ୍ୟାବସ୍ଥାରେ ପରାଧୀନତା ସ୍ୱୀକାର କରିଛନ୍ତି। ସଜ୍ଜନ ଓ ହିତୈଷୀମାନଙ୍କର ପରାଧୀନତା ହିଁ ସ୍ୱାଧୀନତାର ଜନକ। କିନ୍ତୁ ଯେଉଁମାନେ ନିଜ ଇନ୍ଦ୍ରିୟଗଣଙ୍କର ଓ ମନର ବଶୀଭୂତ ହୋଇଥାନ୍ତି ସେମାନେ ସର୍ବଦା ପରାଧୀନ ହୋଇ ରହନ୍ତି। ସେମାନଙ୍କୁ ବାରମ୍ବାର ନରକ ଭୋଗିବାକୁ ପଡ଼େ ଏବଂ ବଡ଼ ବଡ଼ କଷ୍ଟ ଭୋଗିବାକୁ ପଡ଼େ। ତେଣୁ ଇନ୍ଦ୍ରିୟଗଣଙ୍କୁ ଓ ମନକୁ ବଶୀଭୂତ କରି ଭଲ କାମରେ ଲଗାଇବା ଉଚିତ। ଇନ୍ଦ୍ରିୟଗଣଙ୍କର ମନର ଓ ଭୋଗ ଗୁଡ଼ିକର ବଶୀଭୂତ ହେବାରେ ବର୍ତ୍ତମାନ ତ ସ୍ୱାଧୀନତା ଦେଖାଯାଉଛି, କିନ୍ତୁ ଭବିଷ୍ୟତରେ ପରାଧୀନ ହେବାକୁ ପଡ଼େ। ଏହା ସ୍ୱାଧୀନତାରେ ମଧ୍ୟ ପରାଧୀନତା। ସତ୍ପୁରୁଷମାନଙ୍କର ପରାଧୀନତା ସ୍ୱୀକାର କରିବା ମଧ୍ୟ ସ୍ୱାଧୀନତା। ଭଲ ଆଚରଣ କରନ୍ତୁ, ଭଲ ଭଲ ଗୁଣ ଓ ଭାବ ଶିକ୍ଷା କରନ୍ତୁ। ନିଜର ଜୀବନକୁ ସର୍ବଦା ପବିତ୍ରମୟ କରନ୍ତୁ। ପବିତ୍ରମୟ ଜୀବନ ଗଠନ ପାଇଁ ଏହା ଅତି ଉତ୍ତମ ଅବସର। କାରଣ ଏହି ସ୍ଥାନ ପାପୀ ହେବା ପାଇଁ ନୁହେଁ, ବରଂ ଶୁଦ୍ଧ ହେବା ପାଇଁ ଉଦ୍ଦିଷ୍ଟ। ଭଗବାନ ନାମର ମହିମା ଅନନ୍ତ। ଏକନାଥ, ତୁକାରାମ ପ୍ରଭୃତି ଯେତେ ବଡ଼ ବଡ଼ ସନ୍ଥ ମହାପୁରୁଷ ହୋଇଛନ୍ତି ସେମାନେ ନାମ ଜପର ବହୁତ ମହିମା ଗାନ କରିଛନ୍ତି। ଆପଣମାନେ ସର୍ବଦା ନାମ ଜପ କରନ୍ତୁ। ଭଗବାନ ନାମ ଜପିବାରେ ଆପଣମାନେ ପରାଧୀନ ନୁହନ୍ତି। କାମଧନ୍ଦା କରୁଥିବା ସମୟରେ ମଧ୍ୟ ଭଗବାନ ନାମ ଉଚ୍ଚାରଣ କରନ୍ତୁ। ଭଗବାନଙ୍କର ରାମ, କୃଷ୍ଣ, ଗୋବିନ୍ଦ, ବାସୁଦେବ, ବିଠଲ ଆଦି ନାମ ମଧ୍ୟରୁ ଯେଉଁ ନାମ ଆପଣଙ୍କର ପ୍ରିୟ ସେହି ନାମ ଜପ କରନ୍ତୁ। ଭଗବାନଙ୍କର ନାମରେ ପ୍ରଭେଦ ଥାଏ, କିନ୍ତୁ ଫଳରେ କୌଣସି ପ୍ରଭେଦ ନଥାଏ। ଯେଉଁ ନାମରେ ଆପଣମାନଙ୍କର ଅଧିକ ରୁଚି ସେହି ନାମ ଜପ କରନ୍ତୁ, ବହୁତ ଉନ୍ନତି ହେବ। ମନ ଦେଇ ଭଗବାନଙ୍କର ନାମ ଜପ କରନ୍ତୁ। ମନ ନ ଲାଗୁଥିଲେ ମଧ୍ୟ ଏପରି ଅଭ୍ୟାସ କରିଦିଅନ୍ତୁ ଯେପରି କାମଧନ୍ଦା ଆଦି କରିବା ସମୟରେ ମଧ୍ୟ ନାମ ଜପ ଚାଲିପାରିବ। ସନ୍ଥଜନ କହିଛନ୍ତି, ହାତରେ କାମ
ମୁଖରେ ରାମ ଓ ହୃଦୟରେ ପ୍ରଭୁଙ୍କ ପ୍ରତି ପ୍ରେମ। ଏହା ହିଁ ଗୃହସ୍ଥ ସାଧୁଙ୍କ ଭଜନର ଉତ୍ତମ ପ୍ରଣାଳୀ। ଯେଉଁଠି ରହୁଥିଲେ ମଧ୍ୟ ଆପଣମାନେ ଭଗବାନଙ୍କର ନାମ ଜପ କରନ୍ତୁ। ଆପଣମାନେ ମଧ୍ୟ ସନ୍ଥ ହୋଇଯିବେ। ସ୍ୱରାଜ୍ୟ ପ୍ରାପ୍ତି ନିମନ୍ତେ ଭଲ ଭଲ ଲୋକମାନେ ମଧ୍ୟ କାରାଦଣ୍ଡ ଭୋଗ କରିଥିଲେ, କିନ୍ତୁ ସେମାନେ ପାପ କାରଣରୁ ଭୋଗ କରିନଥିଲେ, ବରଂ ଧର୍ମ ପାଇଁ ଭୋଗ କରିଥିଲେ। କଲ୍ୟାଣ ପତ୍ରିକାର ସମ୍ପାଦକ ଶ୍ରୀ ହନୁମାନ ପ୍ରସାଦ ପୋଦାର ମଧ୍ୟ ରାଜନୈତିକ କଏଦୀ ରୂପରେ କାରାଗାରରେ ରହିଥିଲେ। ସେଠାରେ ରହି ସେ ପିଲାମାନଙ୍କୁ ଔଷଧ ବିତରଣ କରୁଥିଲେ ଏବଂ ଭଜନ ଧ୍ୟାନ କରୁଥିଲେ। କାରାଗାରରେ ଥାଇ ସେ ପ୍ରାୟ 2000 ବହି ପଢ଼ିଥିଲେ ଏବଂ ନାମଜପ ଅଭ୍ୟାସ କରିଥିଲେ। ସେ ଆଙ୍ଗୁଠିରେ ନାମଜପ କରୁଥିଲେ ଏବଂ ସଂଖ୍ୟା ଗଣିବା ପାଇଁ କାଠି ଦ୍ୱାରା କାନ୍ଥରେ ଗାର ଟାଣି ଦେଉଥିଲେ। ଏହିଭଳି ସେ ବହୁତ ନାମଜପ କରିଥିଲେ। ତେଣୁ ଏଠାରେ ନାମଜପ ଅଭ୍ୟାସ କରିବା ପାଇଁ ସୁନ୍ଦର ଅବସର ମିଳିଛି। ଆପଣମାନଙ୍କୁ ତ ଅଧିକ କଥାବାର୍ତ୍ତା କରିବାକୁ ପଡ଼ୁନଥିବ। ଆପଣମାନଙ୍କ ତତ୍ତ୍ୱାବଧାନରେ ଥିବା ଅଫିସରମାନଙ୍କୁ ଶାସନ କରିବାକୁ ଓ ଅଧିକ କହିବାକୁ ପଡ଼ୁଥିବ। ତେଣୁ ଆପଣମାନେ ବିଶେଷ ଭାବରେ ନାମଜପ କରନ୍ତୁ। କିଛି କିଛି ସମୟ ପରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେ, ହେ ପ୍ରଭୁ, ମୁଁ ତୁମକୁ ଯେପରି ନ ଭୁଲେ। ହେ ପ୍ରଭୁ, ତୁମ ଚରଣରେ ମୋର ପ୍ରୀତି ହେଉ। ଏହିପରି ପ୍ରାର୍ଥନା କରନ୍ତୁ ଏବଂ ସର୍ବଦା ନାମଜପ କରନ୍ତୁ। ହୃଦୟର ସହ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। କାହାରି ମନ୍ଦ କାମନା କରନ୍ତୁ ନାହିଁ। କେହି ଆପଣଙ୍କ ନାଁରେ ମକଦ୍ଦମା କରି ଆପଣଙ୍କୁ କାରାଦଣ୍ଡ ଦେଉଥିଲେ ମଧ୍ୟ ତାର ମନ୍ଦ କାମନା କରନ୍ତୁ ନାହିଁ, କାରଣ ସେ ଆପଣଙ୍କୁ ବିଶୁଦ୍ଧ କରିବା ପାଇଁ ହିଁ ଏପରି କରିଛି। ଆପଣ ବିଶୁଦ୍ଧ ହୋଇଗଲେ ଆପଣଙ୍କୁ ବାରମ୍ବାର ଜନ୍ମ ନେବାକୁ ପଡ଼ିବ ନାହିଁ, ବାରମ୍ବାର କାରାଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ମା ଗର୍ଭରେ ରହିବା ମଧ୍ୟ ଏକ ବଡ଼ କାରାବାସ। ସେଠାରେ ଜୀବ ଅତି କଷ୍ଟରେ ଥାଏ, ବହୁତ ଦୁଃଖ ପାଏ, କିନ୍ତୁ ପାପ କାରଣରୁ ସେଠାକୁ ବାରମ୍ବାର ଆସିବାକୁ ପଡ଼େ। ଅତଏବ କାରଣକୁ ନଷ୍ଟ କରିଦେଲେ କାର୍ଯ୍ୟ ଛାଏ ନଷ୍ଟ ହୋଇଯିବ। ଯଦି ମୂଳ ଭୁଲ କଟିଯିବ ତେବେ ଶାଖା ବାହାରିବ କେଉଁଠୁ? ଅତଏବ ପାପ, ଅନ୍ୟାୟ, ଦୁରାଚାର ଆଦି ସର୍ବଥା ଅକରଣୀୟ। ଚୋରି କରିବେ ନାହିଁ, ଡକାୟତ କରିବେ ନାହିଁ କି କାହାରି ଅନିଷ୍ଟ କରିବେ ନାହିଁ। ଶରୀର ଦ୍ୱାରା, ମନ ଦ୍ୱାରା ଅଥବା ବଚନ ଦ୍ୱାରା ଯେ ଅନ୍ୟମାନଙ୍କୁ ଦୁଃଖ ଦିଏ ତାକୁ ଅବଶ୍ୟ ଦୁଃଖ ଭୋଗିବାକୁ ପଡ଼େ। ଏହା ନିରାଟ ସତ୍ୟ। ଯେପରି ମଞ୍ଜି ପୋତିବା ସେହିପରି ଗଛ ହେବ ଓ ପଛରେ ସେହିପରି ଫଳ ଧରିବ। ତେଣୁ ଯିଏ ଅନ୍ୟମାନଙ୍କୁ ଦୁଃଖ ଦିଏ ତାକୁ ନିଶ୍ଚିତ ରୂପେ ଦୁଃଖ ଭୋଗିବାକୁ ପଡ଼େ। ଅନ୍ୟମାନଙ୍କୁ ଦୁଃଖୀ ଦେଖି ହୁଏତ ଏବେ ସୁଖୀ ହୋଇପାରନ୍ତି, ଅନ୍ୟମାନଙ୍କର ଧନ ଅପହରଣ କରି ହୁଏତ ଏବେ ଧନୀ ହୋଇପାରନ୍ତି, ଅନ୍ୟମାନଙ୍କୁ ହତ୍ୟା କରି ହୁଏତ ଏବେ ଖୁସି ହୋଇପାରନ୍ତି, କିନ୍ତୁ ଶେଷରେ ନିଶ୍ଚିତ ରୂପେ ଦୁଃଖ ଭୋଗିବାକୁ ପଡ଼ିବ। କେହି ରକ୍ଷା କରିପାରିବେ ନାହିଁ। ପରମାତ୍ମାଙ୍କ ବିଚାରାଳୟରେ ଟିକନିକ ହିସାବ ନିକାଶ ହୋଇ ନ୍ୟାୟ କରାଯାଏ। ଏଠାରେ ହୁଏତ ମିଥ୍ୟା କପଟ କରି ମନୁଷ୍ୟ ଦଣ୍ଡରୁ ରକ୍ଷା ପାଇଯାଇପାରେ, କିନ୍ତୁ ପରମାତ୍ମାଙ୍କ ବିଚାରାଳୟରେ ଏହା ଚଳେ ନାହିଁ। ସେଠାରେ ମିଥ୍ୟା ସାକ୍ଷୀ ମିଳିବେ ନାହିଁ କି ଓକିଲ ମୁକ୍ତାର ମିଳିବେ ନାହିଁ। ସେଠାରେ ନିଜ କୃତ କର୍ମ ଅନୁସାରେ ଦଣ୍ଡ ଅବଶ୍ୟ ଭୋଗିବାକୁ ପଡ଼ିବ। ଟିକେ ମନ ଦେଇ ଶୁଣନ୍ତୁ। ପଙ୍ଖା ବୁଲିବା, ବିଜୁଳି ବତି ଜଳିବା, ମାଇକ୍ ବାଜିବା ପ୍ରଭୃତି କାମ ବିଜୁଳି ଦ୍ୱାରା ହିଁ ହୁଏ। ଏଥିରେ ବିଜୁଳି ଖର୍ଚ୍ଚ ହୁଏ। କେତେ ବିଜୁଳି ଖର୍ଚ୍ଚ ହୋଇଛି, କିପରି ଖର୍ଚ୍ଚ ହୋଇଛି, ଏହା କେବେ ଖର୍ଚ୍ଚ ହୋଇଛି, ଏସବୁ ତଥ୍ୟ ବିଜୁଳି ବିଭାଗ କର୍ମଚାରୀ ଆପଣଙ୍କୁ ନ ପଚାରି ମଧ୍ୟ ମିଟର ଦେଖି ଜାଣିଯାଏ ଏବଂ ସେହି ଅନୁସାରେ ଆପଣଙ୍କ ପାଖକୁ ବିଲ୍ ପଠାଇ ଦିଏ ଯେ ଏତିକି ୟୁନିଟ୍ ଖର୍ଚ୍ଚ ହୋଇଛି, ଏତିକି ପଇସା ଦେବାକୁ ପଡ଼ିବ। ସେହିପରି ଆମ ସମସ୍ତଙ୍କ ଭିତରେ ମଧ୍ୟ ଗୋଟିଏ ଗୋଟିଏ ମିଟର ରଖାଯାଇଛି। ଦେହର ଉପରି ଭାଗରେ ବେକ ଉପରକୁ ଏ ମିଟରଟି ରଖାଯାଇଛି। ଆମେ ଯେପରି ଦେଖୁ, ଶୁଣୁ, ସ୍ୱାଦ ଗ୍ରହଣ କରୁ, ସ୍ପର୍ଶ କରୁ, ଶୁଙ୍ଘୁ, ସେସବୁ ମିଟରରେ ଅଙ୍କିତ ହୋଇଯାଏ। ଆମ ମନରେ କାହାରି କ୍ଷତି କରିବାର ଭାବନା ଜାତ ହୋଇଥିଲେ ତାହା ମଧ୍ୟ ଏହି ମିଟରରେ ଅଙ୍କିତ ହୋଇଯାଏ।
ଜେଲଖାନାରେ ରାତି ଜଗୁଆଳୀଙ୍କ ବେକରେ ଗୋଟିଏ ଲେଖାଏଁ ଯନ୍ତ୍ର ବାନ୍ଧି ଦିଆଯାଇଥାଏ। ସେମାନେ ଯେତିକି ସମୟ ଶୋଇଥାନ୍ତି ତାହା ସେଇ ଯନ୍ତ୍ରରେ ଅଙ୍କିତ ହୋଇଯାଏ। ଠିକ୍ ସେହିପରି ଆମ ଭିତରେ ମଧ୍ୟ ଏପରି ଯନ୍ତ୍ର ରଖାଯାଇଛି ଏବଂ ସେହି ଅନୁସାରେ ପରେ ଦଣ୍ଡ ବା ପୁରସ୍କାର ବ୍ୟବସ୍ଥା କରାଯିବ। ସେଠାରେ ପଚରାଯିବ ନାହିଁ ଯେ କେତେ କରିଛ ଓ କ'ଣ କରିଛ, ଏପରି ପଚାରିବାର ଆବଶ୍ୟକତା ମଧ୍ୟ ନାହିଁ। ସେ ସବୁକିଛି ଦେଖିନେବେ। ଏଠାରେ ତ ସତକଥା ଆଦାୟ କରିବା ପାଇଁ ଲୋକକୁ ପ୍ରଥମେ ଅଚେତ କରାଇ ଦିଅନ୍ତି ଏବଂ ସେହି ଅବସ୍ଥାରେ ପୂର୍ବର ଯେପରି ସଂସ୍କାର ପଡ଼ିଥାଏ ଓ ତଦନୁସାରେ ଯାହା ଘଟିଥାଏ ସେ ବ୍ୟକ୍ତି କହିଦିଏ। କିନ୍ତୁ ଆମ ଭିତରେ ଏପରି ଗୋଟିଏ ସୁନ୍ଦର ଯନ୍ତ୍ର ରଖାଯାଇଛି ଯାହା ଫଳରେ କହିବାର ଆବଶ୍ୟକତା ପଡ଼େ ନାହିଁ। ଅନ୍ତରର ଭାବ ଆପେ ଆପେ ଜଣା ପଡ଼ିଯାଏ। ସେହି ଅନୁସାରେ ସୁଖଦ ଓ ଦୁଃଖଦ ପରିସ୍ଥିତି ଆସେ। ଦୁଃଖଦ ପରିସ୍ଥିତି ଯେତେ ଲାଭପ୍ରଦ, ସୁଖଦ ପରିସ୍ଥିତି ସେତେ ଲାଭପ୍ରଦ ନୁହେଁ। ସୁଖ ଭୋଗ ଦେଖିବାକୁ ଭଲ, କିନ୍ତୁ ତାହାର ପରିଣାମ ଭାରି ଖରାପ ହୁଏ। ସୁଖ ଭୋଗିଲେ ପୂର୍ବର ପୁଣ୍ୟ ନଷ୍ଟ ହୁଏ ଏବଂ ମନୁଷ୍ୟର ସ୍ୱଭାବ ଖରାପ ହୁଏ, ଯଦ୍ୱାରା ଆଗକୁ ପୁଣି ସୁଖ ଭୋଗିବାକୁ ଇଚ୍ଛା ହୁଏ। ସୁଖ ଉପଭୋଗର ଇଚ୍ଛା ସମସ୍ତ ପାପର ମୂଳ। ଅର୍ଜୁନ ପଚାରିଲେ, ମନୁଷ୍ୟ ପାପ କରିବାକୁ ଚାହେଁ ନାହିଁ, ତଥାପି ତାକୁ ବାଧ୍ୟ କରି ପାପରେ କିଏ ପ୍ରବୃତ୍ତ କରାଏ? ଭଗବାନ ଉତ୍ତରରେ କହିଲେ, ସୁଖ ଭୋଗ ଓ ସଂଗ୍ରହର ଇଚ୍ଛା ହିଁ ସମସ୍ତ ପାପର କାରଣ। ମନୁଷ୍ୟ ଯେତେ ଅଧିକ ସୁଖ ଉପଭୋଗ କରେ ତା ଅନ୍ତରରେ ସେତେ ଅଧିକ ଭୋଗେଚ୍ଛା ବୃଦ୍ଧି ହୁଏ। ସେଇ ଇଚ୍ଛା ହିଁ ଭବିଷ୍ୟତରେ ପାପର ପ୍ରବୃତ୍ତ କରାଏ। ପୁଣ୍ୟର ଫଳସ୍ୱରୂପ ପ୍ରାପ୍ତ ସୁଖ ଉପଭୋଗ କଲେ ପୁରାତନ ପୁଣ୍ୟ କ୍ଷୟ ହୁଏ ଏବଂ ସୁଖ ଭୋଗର ଇଚ୍ଛା ଜାତ ହେବାରୁ ସମସ୍ତ ପାପର ବୀଜ ବପନ ହୁଏ, ଯଦ୍ୱାରା ମନୁଷ୍ୟ ପାପୀ ହୁଏ। ତେଣୁ ସୁଖ ଭୋଗ ଲାଭପ୍ରଦ ନୁହେଁ, ମାତ୍ର ଦୁଃଖ ଭୋଗ ବହୁତ ଲାଭଦାୟକ। ଏହାଦ୍ୱାରା ପ୍ରଥମତଃ ପୂର୍ବର ପାପ କ୍ଷୟ ହୁଏ ଏବଂ ଦ୍ୱିତୀୟତଃ ଭୋଗରୁ ଉପରତି ହୁଏ। ଏପରି ଭାବନା ଉଦୟ ହୁଏ ଯେ ଭୋଗ ପାଇଁ ଅମୁକ ଅମୁକ ମନ୍ଦ କାମ କରାଯାଇଥିଲା, ତେଣୁ ଦୁଃଖ ଭୋଗିବାକୁ ପଡ଼ିଲା, ଏଣିକି ଆଉ ଏପରି ପାପ କରିବି ନାହିଁ। ଏଭଳି ଭାବନା ଉଦୟ ହେଲେ ମନୁଷ୍ୟ ଶୁଦ୍ଧ ହୋଇଯାଏ। ଏ କଥା ପ୍ରତ୍ୟକ୍ଷ ଦେଖିବାକୁ ମିଳେ ଯେ କୌଣସି ବ୍ୟକ୍ତି ଅଧିକ ରୁଗ୍ଣ ହୋଇଯାଇଥିଲେ ରୋଗରୁ ଉଠିବା ପରେ ତାହାର ଅନ୍ତଃକରଣ ଶୁଦ୍ଧ ହୋଇଯାଇଥାଏ। ଏହାର ପରିଚୟ ହେଲା ସେ ସମୟରେ ତାକୁ ଭଗବାନଙ୍କର କଥା ଓ ଭକ୍ତ ଚରିତ ଶୁଣାଇଲେ ସେ ଗଦଗଦ ହୋଇ ଉଠେ, ଆଖିରୁ ଲୁହ ଝରି ଆସେ। ତାକୁ ଭଗବାନଙ୍କ କଥା ଅତି ମଧୁର ଲାଗେ। ଏହାର କାରଣ ରୋଗର କଷ୍ଟ ଭୋଗିବା ଦ୍ୱାରା ତା ଅନ୍ତଃକରଣ ଶୁଦ୍ଧ ଓ ନିର୍ମଳ ହୋଇଯାଇଥାଏ। ଶୁଦ୍ଧ ଅନ୍ତଃକରଣରେ ଭଗବାନଙ୍କ ପ୍ରତି ପ୍ରେମ ଅଙ୍କୁରିତ ହୁଏ। ସେହିପରି ଆପଣମାନେ ମଧ୍ୟ କାରାଦଣ୍ଡ ଭୋଗ କରି ଶୁଦ୍ଧ ହୋଇଯିବେ। ଏଠାରେ ଥାଇ ଆପଣମାନେ ନିଜର ଭାବ ଓ ଉଦ୍ଦେଶ୍ୟ ଶୁଦ୍ଧ କରନ୍ତୁ। ଏହାର ପରିଣାମ ଆପଣମାନଙ୍କ ପାଇଁ ଅତି ଉତ୍ତମ ହେବ। ଯେଉଁମାନେ ସୁଖ ଉପଭୋଗ କରୁଛନ୍ତି ଓ ସ୍ୱାଧୀନ ଭାବରେ ବୁଲୁଛନ୍ତି, ସେମାନଙ୍କ ଅପେକ୍ଷା ଆପଣମାନେ ବହୁତ ଭାଗ୍ୟଶାଳୀ। ଆମର 6ଟି ଦର୍ଶନ ଶାସ୍ତ୍ର ମଧ୍ୟରୁ ପାତଞ୍ଜଳ ଯୋଗ ଦର୍ଶନ ଅନ୍ୟତମ। ସେଥିରେ କୁହାଯାଇଛି, ଯେଉଁ ଦୁଃଖ ଆସିନାହିଁ କିନ୍ତୁ ଆସିବାର ସମ୍ଭାବନା ଅଛି, ସେହି ଦୁଃଖକୁ ଦୂର କରିବା ସମ୍ଭବ। ସେହି ଦୁଃଖରୁ ଆମେ ତ୍ରାହି ପାଇପାରିବା। ଯେଉଁ ଦୁଃଖ ଭୋଗି ସାରିଛେ ତାହା ତ ଭୋଗା ସରିଲାଣି, ପୁଣି ସେଥିପାଇଁ ଆଉ କ'ଣ ବା କରାଯିବ? ବର୍ତ୍ତମାନ ଯେଉଁ ଦୁଃଖ ଭୋଗୁଛେ ତାହା ଭୋଗିବା ଦ୍ୱାରା ନଷ୍ଟ ହୋଇଯିବ। ଅତଏବ ଆଗକୁ ମିଳିବାକୁ ଥିବା ଦୁଃଖରୁ ତ୍ରାହି ପାଇବା ଉଚିତ। ସେଥିରୁ ତ୍ରାହି ପାଇବା ପାଇଁ ହିଁ ମାନବ ଶରୀର ମିଳିଛି। ଏହି ମାନବ ଶରୀରରେ ଆମେ ସାବଧାନ ରହିଲେ, ଉତ୍ତମ ଆଚରଣ କଲେ ଏବଂ ମର୍ଯ୍ୟାଦାନୁସାରେ ଚଳିଲେ ଦୁଃଖ ପାଖ ମାଡ଼ିବ ନାହିଁ। ଆଗତ ଦୁଃଖରୁ ରକ୍ଷା ପାଇବା ପାଇଁ ଏହି ସ୍ଥାନ ଅତି ଉତ୍ତମ। ଏଣିକି ଆପଣମାନେ ଖୁବ୍ ସାବଧାନ ରୁହନ୍ତୁ। ଯେଉଁମାନେ ଗୃହସ୍ଥ ହୋଇ ବାହାରେ ରହୁଛନ୍ତି ଏବଂ ନିଜକୁ ସ୍ୱତନ୍ତ୍ର ମନେ କରୁଛନ୍ତି, ସେମାନେ ମଧ୍ୟ ପୁରା ସାବଧାନ ରହିବା ଆବଶ୍ୟକ। ସାବଧାନ ନ ରହିଲେ ପ୍ରମାଦ, ଆଳସ୍ୟ ଆଦି
ତମଗୁଣ ଜନିତ ବୃତ୍ତିଗୁଡ଼ିକ ନଷ୍ଟ ହେବେ ନାହିଁ। ହିଂସା, ପ୍ରମାଦ, ଆଳସ୍ୟ, ନିରର୍ଥକ ସମୟ ଅପବ୍ୟୟ ଅତି ମାରାତ୍ମକ। ତେଣୁ ଆପଣମାନଙ୍କ ପକ୍ଷେ ସବୁ ସମୟ ଉତ୍ତମ କାର୍ଯ୍ୟରେ ବିନିଯୋଗ କରିବା ନିତାନ୍ତ ଆବଶ୍ୟକ। କେହି ସାଧୁ ହୋଇଥାଉ ବା ଗୃହସ୍ଥ ହୋଇଥାଉ, ଭାଇ ହେଇଥାଉ ବା ଭଉଣୀ ହୋଇଥାଉ, ଶିକ୍ଷିତ ହୋଇଥାଉ ବା ଅଶିକ୍ଷିତ ହୋଇଥାଉ, ସମସ୍ତଙ୍କ ପାଇଁ ମୁଁ 4ଟି କଥା କୁହେ। ଏଗୁଡ଼ିକୁ କାର୍ଯ୍ୟରେ ପରିଣତ କଲେ ବହୁତ ଉନ୍ନତ ହେବ, ଜୀବନ ପବିତ୍ର ହୋଇଯିବ। ଏ 4ଟି କଥା ମନେ ରଖନ୍ତୁ। ସବୁଠୁ ପ୍ରଥମ କଥା ହେଲା ସମୟ। ଆମ ପାଖରେ ଯେତିକି ସମୟ ଅଛି ତାହାକୁ ଭଲ ଭଲ କାମରେ, ଅତି ଉତ୍ତମ କାମରେ ଲଗାଇବା ଉଚିତ। ସମୟ ବୃଥାରେ ଅପବ୍ୟୟ କରିବା ଉଚିତ ନୁହଁ। ତାସ୍, ପଶା, ସିନେମା, ନାଟକ ପ୍ରଭୃତିରେ ଏବଂ ହକି, କ୍ରିକେଟ ପ୍ରଭୃତି ଖେଳିବାରେ ଯେଉଁ ସମୟ ଯାଏ ତାହା ବୃଥା ଅପଚୟ ହୁଏ। ଏହାଦ୍ୱାରା ପରମାତ୍ମା ମିଳନ୍ତି ନାହିଁ କିମ୍ବା ସଂସାରର କୌଣସି ଲାଭ ମଧ୍ୟ ମିଳେ ନାହିଁ। ଅବଶ୍ୟ ଏପରି କେତେକ ଖେଳ ଅଛି ଯେଉଁଥିରେ ଶାରୀରିକ ବ୍ୟାୟାମ ହୁଏ ଓ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ, ତଥାପି ସେଥିରେ ସମୟ ଅପବ୍ୟୟ ହୋଇଯାଏ। ସିନେମା ଦେଖିବାରେ ଆଖି ମଧ୍ୟ ଖରାପ ହୁଏ, ଧନ ମଧ୍ୟ ଖର୍ଚ୍ଚ ହୁଏ, ସମୟର ମଧ୍ୟ ଅପବ୍ୟୟ ହୁଏ ଏବଂ ଚରିତ୍ର ମଧ୍ୟ ନଷ୍ଟ ହୁଏ। ଖେଳ ତାମସାରେ ଆୟୁ ବିତିଯାଏ। ଆମକୁ ଯେତିକି ସମୟ ମିଳିଛି ତାହା ସୀମିତ। ଯେପରି ଘଣ୍ଟାରେ ଯେତିକି ଚାବି ଦିଆଯାଇଥାଏ ତାହା ସେତିକି ସମୟ ଚାଲେ, ଚାବି ଶେଷ ହୋଇଗଲେ ଘଣ୍ଟା ବନ୍ଦ ହୋଇଯାଏ। ସେହିପରି ଆମ ଶ୍ୱାସ ରୂପୀ ଘଣ୍ଟା ଚାଲୁଥାଏ। ଶ୍ୱାସ ସମାପ୍ତ ହେବା ମାତ୍ରେ ମରିବାକୁ ପଡ଼େ। କେହି କୌଣସି ପ୍ରକାରେ ଅଧିକ ବଞ୍ଚିପାରିବ ନାହିଁ। କୌଣସି ବଳ, ଅଧିକାର, ଯୋଗ୍ୟତା ଦ୍ୱାରା କେହି ଯେ ବଞ୍ଚିଯିବ ଅଥବା ବିଦ୍ୱାନ ହୋଇଥିଲେ ଯେ ବଞ୍ଚିଯିବ ତା ନୁହେଁ। ସେହି ଶ୍ୱାସ ଯଦି ବ୍ୟର୍ଥ କାମରେ ଖର୍ଚ୍ଚ ହେଉଛି, ପାପ କର୍ମରେ ଓ ଦୁର୍ବ୍ୟସନରେ ଖର୍ଚ୍ଚ ହେଉଛି, ତେବେ ଏହା ନିହାତି ମୂଢ଼ତା। ଭଗବାନଙ୍କ ଚିନ୍ତନ ବିନା ଯେଉଁ ସମୟ ଚାଲିଯାଏ ତାହା ବ୍ୟର୍ଥ ହୋଇଯାଏ। ତେଣୁ ଆମର ସମୟ ଯେପରି ବ୍ୟର୍ଥ ନ ହୁଏ, ସେଥିପାଇଁ ସର୍ବଦା ସାବଧାନ ରହିବା ଉଚିତ। ଏଠାରେ ଆପଣମାନଙ୍କୁ ଯେତିକି କାମ କରିବାକୁ ପଡ଼ୁଛି ସେତିକି କାମ ଅତି ଉତ୍ସାହର ସହ କରନ୍ତୁ ଏବଂ ଅବସର ମିଳିବା ମାତ୍ରେ ଭଗବାନଙ୍କର ନାମ ଜପ କରନ୍ତୁ, କୀର୍ତ୍ତନ କରନ୍ତୁ ଓ ଗୀତା ପ୍ରଭୃତି ଗ୍ରନ୍ଥ ପଢ଼ନ୍ତୁ। ଦ୍ୱିତୀୟ କଥା ହେଲା ନିରାଡମ୍ବର ଜୀବନଯାପନ କରିବା ଓ ନିଜର ବ୍ୟକ୍ତିଗତ ଖର୍ଚ୍ଚ କମ୍ କରିବା ଆପଣମାନଙ୍କ ପାଇଁ ଅତି ସହଜ। ଶରୀର ନିର୍ବାହ କ୍ଷେତ୍ରରେ ସାଧାରଣ ଭୋଜନ କରିବା, ସାଧାରଣ ବସ୍ତ୍ର ପିନ୍ଧିବା ଓ ସାଧାରଣ ଘରେ ରହିବାର ଅଭ୍ୟାସ କରିବା ଉଚିତ। ଏପରି ଅଭ୍ୟାସ ହୋଇଗଲେ ସମୟ ଆସିଲେ ଆପଣମାନେ ଭଲ ଭୋଜନ ମଧ୍ୟ କରିପାରିବେ, ସୁନ୍ଦର ବସ୍ତ୍ର ମଧ୍ୟ ପିନ୍ଧିପାରିବେ, ଭଲ ଘରେ ମଧ୍ୟ ରହିପାରିବେ ଏବଂ ସମୟ ଆସିଲେ ସାଧାରଣ ଭୋଜନ, ବସ୍ତ୍ର ଓ ଘରଦ୍ୱାର ମଧ୍ୟ କାମ ଚଳାଇ ପାରିବେ। ଆପଣମାନଙ୍କୁ ଏପରି ସୁନ୍ଦର ଅବସର ମିଳିଛି ଯଦ୍ୱାରା ଆପଣମାନେ ନିଜର ବ୍ୟକ୍ତିଗତ ଖର୍ଚ୍ଚ କମ୍ କରି ନିରାଡମ୍ବର ଜୀବନଯାପନ କରିବାରେ ଅଭ୍ୟାସ କରିପାରିବେ। ଏଠାରୁ ମୁକ୍ତ ହୋଇ ବାହାରକୁ ଯିବା ପରେ ମଧ୍ୟ ଆପଣମାନେ ଯେପରି ବିଳାସ ବ୍ୟସନପୂର୍ଣ୍ଣ ଜୀବନଯାପନ ନ କରନ୍ତି, ସେଥିପ୍ରତି ସାବଧାନ ରହିବେ। ଜୀବନ ନିରାଡମ୍ବର ହେବା ଉଚିତ। ଏପରି ସ୍ୱଭାବ ହୋଇଗଲେ ଆପଣମାନେ ଯେଉଁଠି ରହିଲେ ବି ଖୁସିରେ ରହିପାରିବେ। ଯେତେ ଭଲ ଭଲ ସନ୍ଥ ମହାତ୍ମା ଥିଲେ ଓ ଅଛନ୍ତି, ସେମାନେ ଅତି ସାଧାରଣ ଜିନିଷରେ କାମ ଚଳାଇ, ସାଧାରଣ ଘରେ ରହି ଓ ସାଧାରଣ ଖାଦ୍ୟ ଖାଇ ଜୀବନ ବିତାଇଛନ୍ତି। ଆପଣମାନଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ପଇସା ଅଛି, ସେମାନେ ଦାନ ପୁଣ୍ୟ କରିବାରେ ଏବଂ ସ୍ୱଜନ, ଅରକ୍ଷିତ, ବିକଳାଙ୍ଗ ଓ ଦୀନ ଦୁଃଖୀମାନଙ୍କ ସେବାରେ ତାହାକୁ ଖର୍ଚ୍ଚ କରନ୍ତୁ। ନିଜର ବ୍ୟକ୍ତିଗତ ଖର୍ଚ୍ଚ କମ୍ କରନ୍ତୁ। ତୃତୀୟ କଥା ହେଲା ଆପଣମାନେ ଯେଉଁ କାମ କରୁଛନ୍ତି ସେଥିରେ କାରିଗରୀ ଦକ୍ଷତା, କୁଶଳତା, ସାବଧାନତା ଆଦି ଗୁଣ ବୃଦ୍ଧି କରନ୍ତୁ। ଏହି ବିଦ୍ୟା ଆପଣମାନେ ଏଠାରେ ଶିଖିଗଲେ ସବୁଦିନ ପାଇଁ ଆପଣମାନଙ୍କ ସଙ୍ଗରେ ରହିବ। କୁହାଯାଏ ଯେ ବ୍ରହ୍ମା ତାଙ୍କ ବାହନ ହଂସ ଉପରେ କ୍ରୋଧ କରି ଯଦି ତାକୁ ନିଜ ପାଖରୁ ବିତାଡ଼ିତ କରିଦିଅନ୍ତି,
ତଥାପି ହଂସ ପାଖରେ ଥିବା କ୍ଷୀର ନୀର ପୃଥକ୍ କରିବାର ବିଦ୍ୟାକୁ ଛଡ଼ାଇ ନେଇ ପାରିବେ ନାହିଁ। ହଂସ ଯେଉଁଠିକି ଗଲେ ବି ସେହି ବିଦ୍ୟା ତା ସଙ୍ଗରେ ଯିବ। ତେଣୁ ପ୍ରତ୍ୟେକ କାମ କରିବାରେ କୁଶଳତା, ଚତୁରତା ଓ ବୁଦ୍ଧିମତ୍ତା ବୃଦ୍ଧି କରନ୍ତୁ। ଚତୁର୍ଥ କଥା ହେଲା ଅନ୍ୟର ସ୍ୱତ୍ୱ ଗ୍ରହଣ ନ କରିବା। ଚୋରି ଡକାୟତି ଆଦି କରିବା ତ ଦୂରର କଥା, ଅନ୍ୟମାନଙ୍କର ସତ୍ତ୍ୱ ଯେପରି ନିଜ ପାଖକୁ ନ ଆସେ ସେଥିପ୍ରତି ବିଶେଷ ସାବଧାନ ରହିବା ଉଚିତ। ନିଜ ଶୁଦ୍ଧ ଉପାର୍ଜନର ଅନ୍ନ ଗ୍ରହଣ କଲେ ଅନ୍ତଃକରଣ ନିର୍ମଳ ହେବ ଏବଂ ଚୋରି, ଠକାମି, ବିଶ୍ୱାସଘାତକତା, ଅନ୍ୟାୟ ପ୍ରଭୃତିରୁ ଉପାର୍ଜିତ ଅନ୍ନ ଗ୍ରହଣ କଲେ ଅନ୍ତଃକରଣ ବହୁତ ଅଶୁଦ୍ଧ ହୋଇଯିବ। ଆଜିକାଲି ଟ୍ୟାକ୍ସ ବଢ଼ିଯିବାରୁ ଲୋକେ ବ୍ୟବସାୟୀ ଆଦିରେ ଚୋରି କରୁଛନ୍ତି। ଓକିଲ ଯେପରି କୌଶଳ ଶିଖାଉଛି ସେହି ଉପାୟରେ ଧନ ଲୁଚାଇ ରଖିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଉପାୟରେ ଧନ ଲୁଚାଇଲେ ଅନ୍ତଃକରଣ କେତେ ଯେ ମଳିନ ହେବ ତାହା ବିଚାର ମଧ୍ୟ କରୁନାହାନ୍ତି। ଜଣେ ସନ୍ଥ କହୁଥିଲେ, ଶୁଦ୍ଧ ଉପାର୍ଜନର ଧନରୁ ଅତ୍ୟନ୍ତ ପବିତ୍ରତା ଆସେ। ତାଙ୍କ ପାଖକୁ ଜଣେ ରାଜା ଆସୁଥିଲେ। ଥରେ ରାଜା ପଚାରିଲେ, ଆଜ୍ଞା, ଆପଣଙ୍କ ପାଖକୁ ବହୁତ ଲୋକ ଆସୁଛନ୍ତି ଏବଂ ଆପଣ ମଧ୍ୟ କେତେକ ଲୋକଙ୍କ ଘରକୁ ଭିକ୍ଷା କରିବା ପାଇଁ ଯାଉଛନ୍ତି। ଆପଣଙ୍କ ଦୃଷ୍ଟିରେ ଏପରି କେହି ଅଛନ୍ତି କି ଯାହାର ଅନ୍ନ ଶୁଦ୍ଧ ଉପାର୍ଜନରୁ ହୋଇଥିବ? ଯଦି ଆପଣଙ୍କ ଦୃଷ୍ଟିରେ ଏପରି କେହି ଥାଆନ୍ତି ତେବେ ଆପଣ ଦୟାକରି ମୋତେ କହିବେ। ସନ୍ଥ କହିଲେ, ଅମୁକ ଜାଗାରେ ଜଣେ ବୁଢ଼ୀ ରହୁଛି। ତା ଘରର ଅନ୍ନ ଅତ୍ୟନ୍ତ ଶୁଦ୍ଧ। ସେ ସୂତା କାଟି ଚଳୁଛି। ତା ପାଖରେ ଧନ ନାହିଁ। ସାଧାରଣ ଚାଳ ଘର ଖଣ୍ଡିଏ, କିନ୍ତୁ ସେ ଅନ୍ୟର ସତ୍ତ୍ୱ ଗ୍ରହଣ କରୁନି। ଏହା ଶୁଣି ରାଜା ମନେ ମନେ ଭାବିଲେ ଯେ କୌଣସି ପ୍ରକାରେ ତାଙ୍କ ଘରର ଅନ୍ନ ମିଳିଗଲେ ବହୁତ ଭଲ ହୁଅନ୍ତା। ରାଜା ନିଜେ ଭିକାରୀ ବେଶ ଧରି ସେହି ବୁଢ଼ୀ ଘରେ ପହଞ୍ଚିଲେ ଏବଂ କହିଲେ, ମା, କିଛି ଭିକ୍ଷା ମିଳୁ। ବୁଢ଼ୀ ଘରୁ ଚାଉଳ ମୁଠାଏ ଆଣିଲା ଏବଂ କହିଲା, ପୁଅରେ, ଏଇ ନିଅ ତୁମ ଭିକ୍ଷା। ରାଜା ପଚାରିଲେ, ମା, ଗୋଟିଏ କଥା ପଚାରିବି? ଏ ଭିକ୍ଷା ଶୁଦ୍ଧ ତ? ଏଥିରେ ଅନ୍ୟ କାହାରି ସତ୍ତ୍ୱ ନାହିଁ ତ? ବୁଢ଼ୀ କହିଲା, ପୁଅରେ, ଏହା ପୂରାପୂରି ଶୁଦ୍ଧ ନୁହେଁ। ଏଥିରେ କିଛିଟା ଅନ୍ୟର ସତ୍ତ୍ୱ ରହିଛି। ଦିନେ ରାତିରେ ବରଯାତ୍ରୀମାନେ ଯାଉଥିଲେ। ସେମାନେ ପେଟ୍ରୋମାକ୍ସ ଲାଇଟ୍ ଧରି ଯାଉଥିଲେ। ସେହି ଆଲୁଅରେ ମୁଁ ସୂତା କାଟିଥିଲି। କେବଳ ଏତିକି ଅନ୍ୟର ସତ୍ତ୍ୱ ରହିଯାଇଛି। ଏହା ଛଡ଼ା ମୋ ଉପାର୍ଜନରେ ଅନ୍ୟ କୌଣସି ଦୋଷ ନାହିଁ। ରାଜା ବଡ଼ ଆଶ୍ଚର୍ଯ୍ୟ ହେଲେ ଯେ ଏତିକି ଦୋଷ ପ୍ରତି ବି ବୁଢ଼ୀର ଲକ୍ଷ୍ୟ ରହିଛି। ଅନ୍ୟମାନଙ୍କ ଆଲୁଅରେ ଆମର ସୂତା କାଟିବାର କି ଅଧିକାର? ଏହିପରି 4ଟି କଥା କୁହାଗଲା। ପ୍ରଥମତଃ, ସମୟ ଅପବ୍ୟୟ ନ କରିବା, ତାହାକୁ ଉତ୍ତମ କାର୍ଯ୍ୟରେ ବିନିଯୋଗ କରିବା। ଦ୍ୱିତୀୟତଃ, ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ନିଜର ଦକ୍ଷତା ଓ ସାବଧାନତା ବୃଦ୍ଧି କରିବା। ତୃତୀୟତଃ, ନିଜର ଶରୀର ନିର୍ବାହ ପାଇଁ ସ୍ୱଳ୍ପ ଖର୍ଚ୍ଚରେ କାମ ଚଳାଇବା। ଏବଂ ଚତୁର୍ଥତଃ, ଅନ୍ୟର ସ୍ୱତ୍ୱ ଗ୍ରହଣ ନ କରିବା। ଏ 4ଟି ଗୁଣ ଯାହାଠାରେ ଥାଏ ଲୋକେ ସବୁ କାମରେ ତାକୁ ବେଶୀ ଖୋଜନ୍ତି। ଯଦି ସେ ଚାକିରି କରିବାକୁ ଚାହୁଁଥିବ ତାକୁ ଚାକିରି ମିଳିଯିବ। ବଡ଼ ବଡ଼ ଧନୀ ଲୋକ ପ୍ରାୟ ମିଛ କହନ୍ତି, କପଟ କରନ୍ତି, ସରକାରକୁ ଠକନ୍ତି, ନକଲି ହିସାବ ଖାତା ଦେଖାନ୍ତି ଏବଂ ବେଳ ପଡ଼ିଲେ ବିଶ୍ୱାସଘାତକତା ମଧ୍ୟ କରନ୍ତି। କିନ୍ତୁ ସେମାନେ ମଧ୍ୟ କଦାପି ଚାହାନ୍ତି ନାହିଁ ଯେ ସେମାନଙ୍କ ଗୁମାସ୍ତା ସେମାନଙ୍କ ସହିତ କପଟ କରୁ, ସେମାନଙ୍କୁ ଠକୁ, ସେମାନଙ୍କ ସହିତ ବିଶ୍ୱାସଘାତକତା କରୁ। ସେମାନେ ଭଲ ଓ ସଚ୍ଚୋଟ ଲୋକକୁ କାମରେ ରଖିବା ପାଇଁ ଚାହାନ୍ତି। ବେଇମାନ ଲୋକେ ମଧ୍ୟ ସଚ୍ଚୋଟ ଲୋକକୁ କାମରେ ରଖିବା ପାଇଁ ଚାହାନ୍ତି ଏବଂ ସଚ୍ଚୋଟ ଲୋକେ ମଧ୍ୟ ସଚ୍ଚୋଟ ଲୋକକୁ କାମରେ ରଖିବା ପାଇଁ ଚାହାନ୍ତି। ସମସ୍ତେ ଚାହାନ୍ତି ଯେ କାମ କରିବାକୁ ସଚ୍ଚୋଟ ଓ ନିଷ୍ଠାପର ଲୋକ ମିଳନ୍ତୁ। ଜଣେ ବିଧବା ଭଉଣୀ ମୋ ସଙ୍ଗରେ ଭେଟ ହୋଇଥିଲେ। ତାଙ୍କ ଶାଶୁଘର ଲୋକେ ତାଙ୍କଠାରୁ ସବୁ ଟଙ୍କା ପଇସା ଓ ଅଳଙ୍କାର ପତ୍ର ନେଇଗଲେ। ତାଙ୍କୁ କିଛି ଦେଲେ ନାହିଁ। ସେ କହୁଥିଲେ, ମୋର ଖର୍ଚ୍ଚ ବୋଲି କ'ଣ ଅଛି? 2 ହାତକୁ ଗୋଟିଏ ମାତ୍ର ପେଟ। ଲୋକେ
ଗୋଠେ ଲେଖାଏଁ କୁଟୁମ୍ବକୁ ପାଳନ କରୁଛନ୍ତି। ମୋର ଅସୁବିଧା କ'ଣ? ଗୋଟିଏ ବୋଲି ପେଟ, ପୁଅ ନାହାନ୍ତି କି ଝିଅ ନାହାନ୍ତି। ମୁଁ ଜଣେ ଏବଂ ମୋ ପାଖରେ 2ଟି ହାତ। ମୋର ଅଭାବ କ'ଣ? ଯିଏ ଖର୍ଚ୍ଚ କମ୍ କରେ, ଅଳ୍ପ ଖର୍ଚ୍ଚରେ କାମ ଚଳାଏ, ତା ମନରେ ଉତ୍ସାହ ରହେ। ସେହି ଉତ୍ସାହରେ ଖଟି ଖାଇଲେ ତାର ଚିତ୍ତ ଅତ୍ୟନ୍ତ ପ୍ରସନ୍ନ ରହେ। କିନ୍ତୁ ଅନ୍ୟର ସତ୍ତ୍ୱ ଗ୍ରହଣ କଲେ ଚିତ୍ତ ଶୁଦ୍ଧ ହୁଏ ନାହିଁ। ଅନ୍ୟର ସତ୍ତ୍ୱ ଅପହରଣ କରୁଥିବା ଲୋକ ବାହାରକୁ ହୁଏତ ଧନୀ ଦେଖାଯାଇପାରେ, ଖାଇ ପିଇ ହୃଷ୍ଟପୁଷ୍ଟ ହୋଇପାରେ, କିନ୍ତୁ ସେ ନିର୍ଭୟ ହୋଇପାରେ ନାହିଁ। ଯିଏ କାହାରି କୌଣସି ସତ୍ତ୍ୱ ଗ୍ରହଣ କରିନାହିଁ, ତାକୁ ଭୟ କାହିଁକି ହେବ? ସେ ସର୍ବଦା ନିର୍ଭୟ ଓ ନିଶଙ୍କ ରହେ। ତାକୁ କେବେ କଷ୍ଟ ଭୋଗିବାକୁ ପଡ଼େ ନାହିଁ। ଏହିଭଳି ଆପଣମାନେ ମଧ୍ୟ ନିଜର ଜୀବନକୁ ପବିତ୍ର କରି ଗଢ଼ନ୍ତୁ। ଉକ୍ତ 4ଟି କଥାକୁ କାମରେ ଲଗାନ୍ତୁ। ଏହାଦ୍ୱାରା ଆପଣମାନଙ୍କର ଅନ୍ତଃକରଣ ନିର୍ମଳ ହେବ। ଏହା ବ୍ୟତୀତ ଯେଉଁ ସନ୍ଥ ମହାତ୍ମାଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ହେଉଛି, ତାଙ୍କ ଦ୍ୱାରା ଲିଖିତ ବହି ପଢ଼ନ୍ତୁ ଏବଂ ତଦନୁସାରେ ଜୀବନ ଗଠନ କରନ୍ତୁ।